आमर संस्कृति आमर संस्कार सर्वदा रहु आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। कृष्णा कृष्णा हरे कृष्णा हरे हरे। सच्चिदानन्दरूपाय विश्वोत्पत्त्यादिहेतवे तापत्रयविनाशाय श्रीकृष्णाय वयं नमः। श्रीकृष्ण गोविंद हरे मुरारे हे नाथ नारायण वासुदेव। हरे कृष्ण राधे राधे कृष्ण कृष्ण हरे राजा द्रुपद तमे युद्ध रे हारी सारिच। यार अर्थ होछि आज आमे परस्पर समकक्ष हे गले। मते लज्जित करंतु मित्र। अर्जुन ठार हारिबा परे मते एते व्यथा ही नथिला जेते व्यथा तमरे तीक्ष्ण वचन होछि। मोर आपनको प्रार्थना जे मोर संतान यज्ञ द्वारा दुईटी संतान आवश्यक, जड़े पुत्र अन्य जड़े पुत्री। पुत्र हब जे द्रोणाचार्य को बद्ध करी मो अपमान प्रतिशोध नहीं पारिब। आउ एमिति कन्या हब जार विवाह मु अर्जुन भली वीर पराक्रमी धनुर्धारी सहित करि परिबी। हे द्रुपद, हे राजकुमार, तुम कुलर जस वृद्धि करिब। तुमर इच्छा अनुसार ए महाबली कुमारंकर जन्म द्रोणाचार्य को वध करिबा पाई हेछि। एबे देख तुम कन्या भी अग्नि उत्पन्न होछि। राजा द्रुपद, तुमरे दिव्य कन्या देवलोकर एक महान आत्मा जी पूर्वकल्परे 5 जन इंद्रंकर इंद्राणी हो सारी। यार जन्म यही पृथ्वी रे
ଅହଙ୍କାରୀ ଏବଂ ଅଭିମାନୀ କ୍ଷତ୍ରିୟଙ୍କର ସଂହାର କରିବା ପାଇଁ ହେଇଛି। ଆର୍ଯ୍ୟାବର୍ତ୍ତର ଷୋଡ଼ଶ ଜନପଦରୁ ଆସିଥିବା ନରପତି ରାଜା ଏବଂ ସମ୍ରାଟ ସତର୍କତା ସହ ଶୁଣନ୍ତୁ। ମୋର ପୂଜ୍ୟ ପିତା ପାଞ୍ଚାଳ ନରେଶ ମହାରାଜା ଦ୍ରୁପଦ ମୋ ଭଉଣୀ ଦ୍ରୌପଦୀ ନିମନ୍ତେ ସ୍ୱୟଂବର ସଭାର ଆୟୋଜନ କରିଛନ୍ତି। ଏ ସଭାରେ ରାଜକୁମାରୀ ସେହି ବୀରଙ୍କୁ ନିଜର ବର ବାଛିବେ ଯିଏ ଲକ୍ଷ୍ୟଭେଦ ପରୀକ୍ଷାରେ ସଫଳ ହେବେ। ସେଥିପାଇଁ ଲକ୍ଷ୍ୟ ନିମିତ୍ତ 5ଟି ବାଣ ରଖାଯାଇଛି। ଯୋଉ ବୀର ନରେଶ ଏହି 5ଟି ବାଣରେ ଲକ୍ଷ୍ୟ ଉପରେ ଘୁରୁଥିବା ଚକ୍ର ମଧ୍ୟରେ ଉପରେ ଝୁଲୁଥିବା ମୀନର ଆଖିକୁ ଲକ୍ଷ୍ୟ ଭେଦ କରିପାରିବେ, ମୋ ଭଉଣୀ ତାଙ୍କରି ଗଳାରେ ବର୍ଣ୍ଣମାଳା ପିନ୍ଧାଇବେ। ଲକ୍ଷ୍ୟର ସନ୍ଧାନ ତଳେ ଥିବା କଡ଼େଇର ତେଲରେ ପଡୁଥିବା ଛାୟା ଦେଖି କରାଯିବ। ରୁହନ୍ତୁ। ସମସ୍ତ ସମ୍ରାଟ, କ୍ଷତ୍ରିୟ ରାଜା ଏବଂ ବ୍ରାହ୍ମଣମାନଙ୍କ ସଭାରେ ମୁଁ ଜଣେ ସୁତପୁତ୍ରଙ୍କୁ ବିବାହ କରିବା ପାଇଁ ଅସ୍ୱୀକାର କରୁଛି। ମହାରାଜ ଦ୍ରୁପଦ, ଏହା ମୋ ମିତ୍ର ପ୍ରତି ଅପମାନ। କର୍ଣ୍ଣ ତ ଅଙ୍ଗ ଦେଶର ରାଜା, ସେଥିପାଇଁ ସେ ଏହି ସ୍ୱୟଂବରରେ ଅଂଶଗ୍ରହଣ କରିବାର ଅଧିକାରୀ। ନା ମିତ୍ର, ବିବାହର ଗୋଟାଏ ଅର୍ଥ ଆପୋଷ ସହମତି ବି। ଯେତେବେଳେ ଦ୍ରୌପଦୀ ରାଜି ନାହାନ୍ତି ସେତେବେଳେ ମୁଁ ଏ ପ୍ରତିଯୋଗିତାରେ କେମିତି ଅଂଶଗ୍ରହଣ କରିବି? ମୁଁ ବି ବୀରବର କର୍ଣ୍ଣଙ୍କର ଏ କଥାକୁ ପ୍ରଶଂସା କରୁଛି। ଶାସ୍ତ୍ର ବି ବିବାହର ସର୍ବପ୍ରଥମେ ନାରୀର ସମ୍ମତିକୁ ସ୍ୱୀକାର କରିଥାଏ। ଏବେ ବି ଚେଦି ବଂଶରେ କ୍ଷତ୍ରିୟ ରକ୍ତ ପ୍ରବାହିତ ହେଉଛି। ଆପଣ କାହିଁକି ଚିନ୍ତା କରୁଛନ୍ତି ଯୁବରାଜ ଦୁର୍ଯ୍ୟୋଧନ? ଶାସ୍ତ୍ରକୁ ନିଜ ପକ୍ଷରେ ବ୍ୟାଖ୍ୟା କରୁଥିବା ବ୍ୟକ୍ତିଙ୍କ କଥାକୁ ଆପଣ ଧ୍ୟାନ ଦିଅନ୍ତୁ ନାହିଁ। ଏ ଲକ୍ଷ୍ୟ ମୁଁ ଭେଦ କରିବି। ସମ୍ରାଟ ଚେଦି ରାଜାଙ୍କ ସୁପୁତ୍ର ମହାପ୍ରତାପୀ ନରପତି ଶିଶୁପାଳ। ଶିଶୁପାଳ, ଧୈର୍ଯ୍ୟ ଧର ଶିଶୁପାଳ। କହ୍ନେଇ, ଦେଖୁଛୁ ନା ଗର୍ବ କରିବାର ପରିଣାମ? ଦ୍ରୁପଦ ତ ଅନ୍ୟ କାହା ପାଇଁ ଏ ସର୍ତ୍ତ ରଖିଛନ୍ତି ଜ୍ୟେଷ୍ଠ ଭ୍ରାତା। କାହା ପାଇଁ? ଏବେ ଜଣା ପଡ଼ିଯିବ। ରାଜକୁମାର ଦୁଃଶାସନ
রাজা জয় কি দান। রাজকুমার বিকর্ণ। ମୁଁ ଦେଖୁଛି ଏଠାରେ ବଡ଼ ବଡ଼ ମହାବୀର ଉପସ୍ଥିତ ଅଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ଜଣେ ଏମିତି ବି କ୍ଷତ୍ରିୟ ବୀର ମିଳିଲେନି ଯିଏ ମୋର ପୁତ୍ରର ଯୋଗ୍ୟ। ଯଦି ଆଜି ମୋ କଳ୍ପନାର ଧନୁର୍ଦ୍ଧର ମୋ ସମ୍ମୁଖରେ ଥାନ୍ତେ, ତେବେ ମୁଁ ତ କହିଥାନ୍ତି ଯେ ଉଠ ବୀର, ଆଉ ତମେ ମୋ ଚିନ୍ତା ନିବାରଣ କରିଦିଅ। ଅଧୀର ହୁଅନ୍ତୁନି ମହାରାଜ, ପ୍ରଭୁଙ୍କ ଇଚ୍ଛା ଉପରେ ଭରସା ରଖନ୍ତୁ, ସବୁ କୁଶଳ ହେବ। ଆରେ ଦେଖିଲ, ଏ ବ୍ରାହ୍ମଣ କୁମାର ନିଜକୁ କଣ ଭାବୁଛି? ଯାହା ବି ଭାବୁ, ବ୍ରାହ୍ମଣ ପୁତ୍ର ବଡ଼ ଉତ୍ସାହୀ ଲାଗୁଛି। ମତେ ଲାଗୁଛି ଇଏ ନିଜ ଭରସା ଦ୍ୱାରା ସଫଳ ହେବ। ୟାର ଶରୀର ସିଂହ ଭଳି ଉଦ୍ଦାମ ଲାଗୁଛି। ବ୍ରାହ୍ମଣ ହେଲେ କଣ ହେଲା, ଜଣେ ବ୍ରାହ୍ମଣ କ୍ଷତ୍ରିୟ କନ୍ୟାକୁ ବରଣ କରିପାରେ। ଶାସ୍ତ୍ର ଏହାର ଆଜ୍ଞା ଦେଇଥାଏ। ଦେଖୁଛ କଣ କୁମାର, ଅଗ୍ରସର ହୁଅ ଏବଂ ମହାରାଜା ଦ୍ରୁପଦଙ୍କ ଚିନ୍ତା ଦୂର କର। ଦେଖିଲ, ସେ ବ୍ରାହ୍ମଣ କୁମାର କେମିତି ଛଟକୁଛନ୍ତି, ଯେମିତି ମତ ସିଂହ ଭଳି ଚାଲୁଛନ୍ତି। ମତେ ଲାଗୁଛି ଏଇ ବାଜି ମାରି ନେବେ। କାହ୍ନା, ସମସ୍ତ କ୍ଷତ୍ରିୟ ରାଜା ତ ହାରିଗଲେଣି, ଏବେ ବ୍ରାହ୍ମଣ ଧନୁ ଉଠେଇବ। ଇଏ ଅର୍ଜୁନ ଜ୍ୟେଷ୍ଠ ଭ୍ରାତା। ଅର୍ଜୁନ?
କୃଷ୍ଣଙ୍କ କୃପାରୁ ଜିତିଲେ ଯେ ପାର୍ଥ କେଡ଼େ ଯେ ଅଦ୍ଭୁତ ସଂଯୋଗ କଥା ଯାହାର ଉପରେ କୃଷ୍ଣଙ୍କର କୃପା ବିଜୟ ନ ହୁଏ ତାର ଅନ୍ୟଥା ପାର୍ଥକୁ ମିଳିଲା ରୂପମତୀ ପାର୍ଥକୁ ମିଳିଲା ରୂପମତୀ ପୁଣି ଦ୍ରୌପଦୀ ପାଇଲେ ଧନୁର୍ଧାରୀଙ୍କୁ ଗଳାରେ ଲମ୍ବାଇ ହାର ଯେ ତାଙ୍କର ନିଜ ଗଳା ହାର କଲେ ଯେ ତାଙ୍କୁ ଗଳାରେ ଲମ୍ବାଇ ହାର ଯେ ତାଙ୍କର ନିଜ ଗଳା ହାର କଲେ ଯେ ତାଙ୍କୁ ବ୍ରାହ୍ମଣ କୁମାରଙ୍କର ଜୟ ହେଉ 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 ଏ ଆମର ଅପମାନ ଏ ବ୍ରାହ୍ମଣ ଆମକୁ ତିରସ୍କାର କରିছে ଏ ପ୍ରତାରକ ଆପଣ ମାନେ ଶାନ୍ତ ହେଇଯାଆନ୍ତୁ। ନକୁଳ ସହଦେବ ଏବେ ଆମେ ଏଠି ରହି କିଛି ଲାଭ ନାହିଁ। ଚାଲ ଭୀମ ଅର୍ଜୁନର ସୁରକ୍ଷା ନିମନ୍ତେ ତୁ ଏଠାରେ ରହିଥା। ଆଜ୍ଞା ଭାଇ। ଚାଲ। ଯଦି ଏ କନ୍ୟା କୌଣସି କ୍ଷେତ୍ରୀୟ ପୁରୁଷକୁ ବାଛି ନ ପାରିଲା ତାହେଲେ ତାକୁ ଜାଳି ଦିଅ। ଆପଣ ମାନେ ଶାନ୍ତ ହେଇଯାଆନ୍ତୁ। ଜଣେ ବ୍ରାହ୍ମଣକୁ ମାରିବା ଅନୁଚିତ। ଉଚିତ କଣ ଅନୁଚିତ କଣ ଆମେ ଭଲ ଭାବରେ ଜାଣୁ। ଆଜି ତାର ନିସ୍ତାର ନାହିଁ। ମାର ରହିଯାଅ। ବହୁତ ହେଇଗଲା। ଏବେ ସମସ୍ତ ରାଜା ଏବଂ ସମ୍ରାଟ ଶୁଣନ୍ତୁ। ଏ ତେଜସ୍ୱୀ କୁମାର ଧର୍ମ ଅନୁସାରେ ନିଜର ବୀରତ୍ୱର ପରିଚୟ ଦେଇ ଏ ବିରାଟ ସଭାରେ ଦ୍ରୌପଦୀଙ୍କୁ ନିଜ ବାହୁବଳରେ ଜିତିଛନ୍ତି। ସେଥିପାଇଁ ତାଙ୍କ ସହ ଯୁଦ୍ଧ କରିବା ଅନୁଚିତ। ହଁ, ଏମିତି ନୁହେଁ ଯେ ଆପଣମାନଙ୍କୁ ସୁଯୋଗ ଦିଆଯାଇନି। ଯେତେବେଳେ ଜଣେ ବି କ୍ଷତ୍ରିୟ ରାଜା ସଫଳ ନହେଲେ ତାପରେ ବ୍ରାହ୍ମଣ କୁମାର ବାଜି ଜିତିଛନ୍ତି। ଏବେ ଆପଣମାନଙ୍କର ଅଭିଯୋଗ କେଉଁଥିପାଇଁ? ଏମିତିରେ ବି ଧର୍ମ ସ୍ୱୟଂବରରେ ଯୁଦ୍ଧ କରିବା ଅସମୀଚୀନ। ଧର୍ମ ତୁମେ ମାନେ ଧର୍ମର ପରିଭାଷ ବିଷୟରେ କହୁଛ। ତୁମେ ମାନେ ଆରେ ଯାଅ। ମୁଁ ତୁମକୁ ଏବଂ ତୁମର ଧର୍ମକୁ ଭଲ ଭାବରେ ଜାଣେ। ଯଦୁବଂଶୀ ତୁମେ ମାନେ ମଧ୍ୟସ୍ଥି ହୁଅ ନାହିଁ। ନଚେତ କଣ କରିବ ତମେ କୁମାର? ଏବେ ଯଦି କେହି ପାଦଟିଏ ବି ଆଗକୁ ବଢ ତେବେ ତାଙ୍କ ପୂର୍ବରୁ ଆମ ସହିତ ଯୁଦ୍ଧ କରିବାକୁ ହବ। ବୁଝିପାରିଲ ନା? वीर धनुर्धर तमे निर्भय होई राजकुमारी द्रौपदी को सांगरे नहीं जाओ। से आज तुमर हेले आमे देखुचु किए तुमको अनुसरण करुछि। आज आपण मोर प्राण रक्षा करिसंती सेथिपाई मु आपणको प्रणाम करुछि।
ଆଉ ସାରା ଜୀବନ ଆପଣଙ୍କର କୃତଜ୍ଞ ରହିବି କେଶବ, ସାରା ଜୀବନ। ଆଉ ମୁଁ ସାରା ଜୀବନ ତମକୁ ରକ୍ଷା କରୁଥିବି ଦେବୀ ଦ୍ରୌପଦୀ। ବଚନ ଦଉଛନ୍ତି ଦ୍ୱାରିକାପତି, ଏହାକୁ ପାଳନ କରିବେ ତ? ଅବଶ୍ୟ ପାଳନ କରିବି। ପାଞ୍ଚାଳି, ଆଜିଠାରୁ ମୁଁ ତମକୁ ମୋର ସାନ ଭଉଣୀ ସ୍ୱୀକାର କରୁଛି। ଆଉ ବଚନ ଦଉଛି ଯେ କୌଣସି ବି ସହାୟତା ନିମନ୍ତେ ଯେତେବେଳେ ବି ମୋତେ ସ୍ମରଣ କରିବ, ସେତେବେଳେ ମୁଁ ତମ ପାଖରେ ପହଞ୍ଚିଯିବି। ସୌଭାଗ୍ୟବତୀ ଭବ। ସଖା କୌନ୍ତେୟ, ମୁଁ ତ ତମକୁ ଏଠାକୁ ଆସିବା ମାତ୍ରକେ ହିଁ ଚିହ୍ନି ଦେଇଥିଲି। ଆଉ ଆଜିଠାରୁ ଆମ ଦୁହିଁଙ୍କର ଏକ ନୂତନ ସମ୍ପର୍କ ସ୍ଥାପନ ହେଲା। ପ୍ରଥମେ ତମେ ମୋର ଭାଇ ଥିଲ, କିନ୍ତୁ ଆଜିଠାରୁ ତମେ ମୋର ଭିଣେଇ ବି ହେଇଗଲ। ଏହା ତ ଆପଣଙ୍କର ଉଦାରତା, ନଚେତ୍ ମୋ ମାତାଶ୍ରୀ ତ ଆପଣଙ୍କୁ କେବଳ ପ୍ରଣାମ କରିବାକୁ ହିଁ ଶିଖାଇଛନ୍ତି। ନାଇଁ ଅର୍ଜୁନ, ତମେ ଜାଣିନାହଁ ତୁମର ଏବଂ ମୋର ପୁରାତନ ସମ୍ପର୍କ। ତୁମେ ମୋର ଅତି ପୁରାତନ ସଖା। ଏ ରାଜାମାନେ ଆଉ କିଛି ନୂଆ ଉପଦ୍ରବ କରିବା ପୂର୍ବରୁ ତମେମାନେ ଏଠୁ ଶୀଘ୍ର ବାହାରିଯାଅ। ଆଉ ପିଉସୀ କୁନ୍ତୀଙ୍କୁ କହିବ ଯେ ମୁଁ ତାଙ୍କୁ ରାତିରେ ଦେଖା କରିବାକୁ ଆସିବି। ବସ୍ ଯାଅ। ପୁତ୍ର, ତମେ ତାଙ୍କୁ ପିଛା କର, ଯାଇ ଦେଖ ମୋ ପୁତ୍ରୀ କାହାକୁ ବରଣ କରିଛି, ସେ କୋଉଠି ରହୁଛନ୍ତି, କୋଉ ଗୋତ୍ରର, କୋଉ କୁଳର। ଜଣେ ଭାଇ ହେଇଥିବା ହେତୁ ତମର ଏଇଟା କର୍ତ୍ତବ୍ୟ। ଯାଅ ଦେଖ, ଖବର ନିଅ। ଯଥା ଆଜ୍ଞା ପିତାଶ୍ରୀ। ରୁହ। କାହିଁକି ଏତେ ଅଧୀର ହେଇ ପଡୁଛନ୍ତି ମହାରାଜ? ଜଣେ ଯୋଦ୍ଧା ବୀରର କୌଣସି ଜାତି ନଥାଏ, ତାର କୌଣସି ବି କୂଳ ନଥାଏ। ଆପଣ ଦେଖିପାରିଲେନି ଉଦୟ ହେଉଥିବା ସୂର୍ଯ୍ୟଙ୍କ ଭଳି ତାଙ୍କର ଝଟକୁଥିବା ଶରୀର? ତାହା ତ ଏକଥା ପରିଚୟ ଦେଉଥିଲା ଯେ ସେ ନିଶ୍ଚୟ କୌଣସି ଉଚ୍ଚ କୂଳର ବଂଶଧର। ଆପଣ ଚିନ୍ତିତ ହୁଅନ୍ତୁନି। ଆପଣଙ୍କ କଥା ସତ୍ୟ ହିଁ ହବ। ଆପଣଙ୍କ ଭବିଷ୍ୟବାଣୀ ନିଶ୍ଚିତ ସତ୍ୟ ହବ, ମୋର ବିଶ୍ୱାସ ଅଟଳ। ଆଉ ଆପଣ ତ ସର୍ବଜ୍ଞ ଯଦୁବଂଶ ଶିରୋମଣି। ସମ୍ରାଟ ମାନେ ଏମିତି ଅଧୀର ହୁଅନ୍ତିନି ପାଞ୍ଚାଳ ନରେଶ। କିନ୍ତୁ ଜଣେ ପିତା ତ ହେଇଥାଏ। ଏ ସମୟରେ ମୁଁ କେବଳ ଜଣେ ପିତା, ଏହାଠାରୁ ଅଧିକ କିଛି ନୁହଁ। ସେଥିପାଇଁ ମନ ଅଧୀର ହଉଛି। ସେଥିପାଇଁ ଜାଣିବାକୁ ଚାହୁଁଛି ସେ ବ୍ରାହ୍ମଣ କୁମାର କିଏ, ଯିଏକି ମୋ ରାଜକୁମାରକୁ ଜିତିକି ନେଇଗଲା। ଘରେ ମୋ ପୁତ୍ରୀ କୋଉ ଅବସ୍ଥାରେ ରହିବ? ତେବେ ଆପଣ ସତ୍ୟ ଜାଣିବାକୁ ଚାହୁଁଛନ୍ତି ଯେ ସେ ତେଜସ୍ୱୀ ବୀର କିଏ ଅଟନ୍ତି? ହଁ, ଦୀନନାଥ। ତାହେଲେ ଶୁଣନ୍ତୁ, ଯିଏକି ଆପଣଙ୍କ ଦ୍ରୌପଦୀଙ୍କୁ ଏ ରାଜସଭାରୁ ନିଜ ବୀରତ୍ୱରେ ଜିତି ନେଇଗଲେ, ସିଏ ମୋ ପିଉସୀଙ୍କ ପୁତ୍ର, ପାଣ୍ଡୁ ପୁତ୍ର ଅର୍ଜୁନ। ଅର୍ଜୁନ? ସେ ଅର୍ଜୁନ ଥିଲା? ହଁ, ସେଇ ତ ଅର୍ଜୁନ। ଆପଣ ସର୍ବଜ୍ଞ ଦୀନନାଥ,
ଆପଣ ସର୍ବଜ୍ଞ, ଆପଣ ସର୍ବଜ୍ଞ। ଆରେ କିଛି ଶୁଣିଲୁଣି ତୁ? କଥା କ'ଣ? ଆରେ ସ୍ୱୟଂବରରେ ଯେ ଲକ୍ଷ୍ୟଭେଦ କରିଥିଲେ ସେ କିଏ ଜାଣିଛୁ? କିଏ ସେ? ଆରେ ସିଏ ତ ଅର୍ଜୁନ, ଧନୁର୍ଧାରୀ ଅର୍ଜୁନ, ଯିଏ ପୂର୍ବରୁ ବି ଥରେ ପାଞ୍ଚାଳ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ। ପାଣ୍ଡବ ଜୀବିତ ଅଛନ୍ତି? ହଁ, ଏଇ ନଗରରେ ବ୍ରାହ୍ମଣ ପଡ଼ାରେ କେବେଠୁ ରହୁଛନ୍ତି। ସତରେ? ହଁ ସତରେ, ଗଙ୍ଗା ମାତାଙ୍କ ରାଣ ଖାଉଛି। ପାଣ୍ଡବ ଜୀବିତ ଅଛନ୍ତି? ହଁ, ପାଣ୍ଡବ ଜୀବିତ ଅଛନ୍ତି। ପାଣ୍ଡବ ହଁ, ଜୀବିତ ପାଣ୍ଡବ ଅଛନ୍ତି? ଜୀବିତ ଅଛନ୍ତି। ପାଣ୍ଡବ ପାଣ୍ଡବ ଜୀବିତ ଅଛନ୍ତି। ପାଣ୍ଡବ ଜୀବିତ ପାଣ୍ଡବ ଅଛନ୍ତି? ଜୀବିତ ଅଛନ୍ତି। ପାଣ୍ଡବ ଜୀବିତ ଅଛନ୍ତି? ଆରେ ଭାଇ ଶୁଣ ଶୁଣ ଶୁଣ, ତମମାନେ ଶୁଣିଲନି? ପାଣ୍ଡବ ମାନେ ଜୀବିତ ଅଛନ୍ତି। ପାଣ୍ଡବ ଜୀବିତ ଅଛନ୍ତି? ପାଣ୍ଡବ ଜୀବିତ ଅଛନ୍ତି? ଆରେ ଶୁଣ ଶୁଣ, ପାଣ୍ଡବ ଜୀବିତ ଅଛନ୍ତି। ହଁ ହଁ, ପାଣ୍ଡବ ଜୀବିତ ଅଛନ୍ତି। ଆରେ କଣ କହୁଛ ତମେ? ଆରେ ଶୁଣ ଶୁଣ, ଆଲେ ଶୁଣିଲନି? ପାଣ୍ଡବ ମାନେ ଜୀବିତ ଅଛନ୍ତି। କଣ ସତ କହୁଛ? ଯୋଉମାନଙ୍କୁ ସମସ୍ତେ ମୃତ ବୋଲି ଭାବୁଥିଲେ ସେ ଜୀବିତ ଅଛନ୍ତି। ହଁ, ପାଣ୍ଡବ ଜୀବିତ ଅଛନ୍ତି। ହଁ, ପାଣ୍ଡବ ଜୀବିତ ପାଣ୍ଡବମାନେ ଅଛନ୍ତି। ଜୀବିତ ଅଛନ୍ତି। ଯାହା ହଉ, ପାଞ୍ଚ ଭାଇ ଯାକ ପାଣ୍ଡବ ମାନେ ବଞ୍ଚିଗଲେ। ବଞ୍ଚିଗଲେ। ଆରେ ପାଣ୍ଡବ ଜୀବିତ ଅଛନ୍ତି। ପାଣ୍ଡବ ମାନେ ଜୀବିତ ଅଛନ୍ତି। ପାଣ୍ଡବ ମାନେ ଜୀବିତ ଅଛନ୍ତି। ପାଣ୍ଡବ କ'ଣ ଜୀବିତ ଅଛନ୍ତି? ତେବେ କ'ଣ ବାରୁଣାବର୍ତ୍ତର ଘଟଣା ସତ୍ୟ ନଥିଲା ବିଦୁର? ବାରୁଣାବର୍ତ୍ତର ସେ ଘଟଣା ସତ୍ୟ ଥିଲା, ଆଉ ଏ କଥା ବି ସତ୍ୟ ଯେ ପାଣ୍ଡବ ଜୀବିତ ଅଛନ୍ତି। କେମିତି ସୂଚନା ଦେଉଛ ବିଦୁର? ଦୁଇଟା କଥା ଏକ ସଙ୍ଗେ କେମିତି ସତ୍ୟ ହେଇପାରିବ? ସେଠାରେ ଯେଉଁ କଙ୍କାଳ ମିଳିଥିଲା ସେ କ'ଣ ଏମାନଙ୍କର ନଥିଲା? ଏମିତି ବି ହେଇଥାଇପାରେ ମହାରାଜ ଯେ ସିଏ ଅନ୍ୟ କାହାର ହେଇଥିବ। ଏହା ତ ଶୁଭ ସୂଚନା, ଅତି ଶୁଭ ସୂଚନା। ବିଦୁର, ଆମ କୁନ୍ତି କେମିତି ଅଛି? କୋଉଠି ଅଛି ସେ? ମହାରାଣୀ କୁନ୍ତି କୁଶଳରେ ଅଛନ୍ତି। ସେ ନିଜର ପୁତ୍ରଙ୍କ ସହିତ ଅଛନ୍ତି। ବିଦୁର, ମୋ ପିଲାମାନେ ଜୀବିତ ଅଛନ୍ତି, ଏକଥା ଶୁଣି ମୁଁ ବହୁତ ପ୍ରସନ୍ନ ହେଲି। ହଁ, କିନ୍ତୁ ଏବେ ସେମାନେ କେଉଁଠି ଅଛନ୍ତି? ସେମାନେ ଏବେ ମହାରାଜା ଦ୍ରୁପଦଙ୍କର ଅତିଥି। ମହାରାଣୀଙ୍କର କହିବା ଅନୁସାରେ ପଞ୍ଚୁ ପାଣ୍ଡବଙ୍କର ବିବାହ ଦ୍ରୌପଦୀଙ୍କ ସହିତ ହେଇସାରିଛି। କୃଷ୍ଣ ବଳରାମ ବି ସେଠି ଅଛନ୍ତି। ସେମାନେ ପ୍ରତୀକ୍ଷାରେ ଅଛନ୍ତି ଯେ ଯେମିତି ଆପଣଙ୍କୁ ସେମାନଙ୍କର ଜୀବିତ ଥିବା ସୂଚନା ମିଳିବ ଆପଣ ତୁରନ୍ତ ସେମାନଙ୍କୁ ହସ୍ତିନାପୁର ଫେରିବାର ନିମନ୍ତ୍ରଣ ପଠାଇବେ। ନିମନ୍ତ୍ରଣ କାହିଁ ପଠେଇବେ? ଇଏ ସେମାନଙ୍କ ଘର, ସେମାନେ ନିଜ ଅଧିକାର ନେଇ ଏଠାକୁ ଆସିବେ। ମହାରାଜ, ଆମେ ବୋହୂକୁ ସେଠାରୁ ଆଣିବା ନିମନ୍ତେ ହାତୀ, ଘୋଡ଼ା ଆଉ ଏକ ସୈନ୍ୟଦଳ ପ୍ରେରଣ କରିବା ଉଚିତ, ଯିଏକି ଆମର ପୁତ୍ରବଧୂକୁ ସମ୍ମାନ ପୂର୍ବକ ଏଠାକୁ ନେଇ ଆସିବେ। ଅବଶ୍ୟ ଅବଶ୍ୟ ବିଦୁର, ଯାହା ମହାରାଣୀ କହିଲେ ତୁମେ ତାହାର ଆୟୋଜନ କର। ଯଥାଜ୍ଞା ମହାରାଜ। ଶୁଣିଲେ ଆପଣ? ପାଣ୍ଡବ ମାନେ ଜୀବିତ ଅଛନ୍ତି। ଏହା କେମିତି ହେଇପାରେ ଭଣଜା? କେମିତି ହେଇପାରେ? ହେଇପାରେ ନୁହଁ, ହେଇ ସାରିଛି। ସେଦିନ ପାଞ୍ଚଳ କୁମାରୀକୁ ବରଣ କରିଥିବା ବ୍ୟକ୍ତି ଜଣକ ବ୍ରାହ୍ମଣ ବେଶରେ ଅର୍ଜୁନ ହିଁ ଥିଲା, ଆଉ କେହି ନୁହେଁ। କିନ୍ତୁ ଭଣଜା, ତାକୁ ତ ଚିହ୍ନି ହେଉନଥିଲା। ତାହା ହିଁ ଆଶ୍ଚର୍ଯ୍ୟ। ଆପଣ ଯୋଉ ଚାଲ ଚଲଉଛନ୍ତି ତା ଫଳ ଓଲଟା ଫଳୁଛି। ଚିହ୍ନିବାରେ ବି ଭୁଲ କରୁଛନ୍ତି ଆପଣ ମହାଶ୍ରୀ। କିଛି କଥା ନାହିଁ ଭଣଜା, କିଛି କଥା ନାହିଁ। ତ ମାମୁର ତୁଣିରରୁ ଏପର୍ଯ୍ୟନ୍ତ ତୀର ଶେଷ ହେଇନି। ଏଥର ମୁଁ ଠିକ ଲକ୍ଷ୍ୟସ୍ଥଳକୁ ତୀର ଚଲେଇବି। ଲକ୍ଷ୍ୟସ୍ଥଳକୁ ଲକ୍ଷ୍ୟସ୍ଥଳକୁ ଆପଣଙ୍କ ଉପରେ ମୁଁ ବିଶ୍ୱାସ ହରେଇ ସାରିଛି ମାମାଶ୍ରୀ। କାରଣ ଆପଣ ଜଣେ ପରାଜିତ ଯୋଦ୍ଧା, ଆଉ କିଛି ନୁହନ୍ତି। ତମେ ଏଇଠି ଭୁଲ କରୁଛ ଭଣଜା, ଏଇଠି ଭୁଲ କରୁଛ। ଆରେ ମୋ ଦାନ ତ ଠିକ ପଡୁଥିଲା, କିନ୍ତୁ ବିଦୁର ଏଥିରେ କୌଣସି ଖେଳ ଖେଳିଛି। ପାଣ୍ଡବ ମାନଙ୍କୁ ରକ୍ଷା କରିବା ପଛରେ ତାରି ହାତ ଥିବ ଭଣଜା, ତାରି ହାତ। ମାମାଶ୍ରୀ,
ନିଜର ଭୁଲକୁ ଅନ୍ୟ ମୁଣ୍ଡ ଉପରେ ଲଦି ଯୁଦ୍ଧକୁ କେବେ ଜିତି ହବ ନାହିଁ। ଏବେ ଏବେ ମତେ ହିଁ କିଛି କରିବାକୁ ହବ, ମତେ ହିଁ କିଛି କରିବାକୁ ହବ। ତୁମେ ତ ବୃଥାରେ ଉତ୍ତେଜିତ ହେଉଛ ଭଣଜା, ବୃଥାରେ। ସେପଟେ ପାଣ୍ଡବଙ୍କୁ ହସ୍ତିନାପୁରକୁ ଡକାଯାଉଛି, ଆଉ ଆପଣ କହୁଛନ୍ତି ଯେ ମୁଁ ବୃଥାରେ ଉତ୍ତେଜିତ ହଉଛି। ଭଣଜା, ପାଣ୍ଡବଙ୍କୁ ଡାକିବା ନିମନ୍ତେ କୌଣସି ଦୂତ ତ ଯିବ ନା। ଆଉ ନୁହେଁ ତ କଣ, ମହାରାଜ ନିଜେ ଯିବେ। ଦୂତ ତ ନିଶ୍ଚିତ ଯିବ, କିନ୍ତୁ କିନ୍ତୁ କଣ? ସେଇ ରାଜନୀତିର ଶେଷ ଖେଳ। ଭଣଜା, ହସ୍ତିନାପୁରର ଦୂତ ପାଞ୍ଚାଳ ରାଜ୍ୟରେ ପହଞ୍ଚି ପାରିଲେ ତ ବିଚରା ଦୂତ। ହଁ ଭଣଜା, ବିଚରା ଦୂତ। ବଡ଼ ଆଶ୍ଚର୍ଯ୍ୟ କଥା, ହସ୍ତିନାପୁର ତରଫରୁ ଆମ ନିକଟକୁ ଏପର୍ଯ୍ୟନ୍ତ କୌଣସି ସନ୍ଦେଶ ଆସିଲାନି। ଏ କଥା ନିଶ୍ଚିତ ଯେ ପାଣ୍ଡବଙ୍କର ମୋ ପୁତ୍ରୀ ହସ୍ତରୁ ପାଣି ଗ୍ରହଣ କରିବାର ସୂଚନା ମହାରାଜ ଧୃତରାଷ୍ଟ୍ରଙ୍କୁ ମିଳି ସାରିଥିବ। ହଁ ମହାରାଜ, ମହାମନ୍ତ୍ରୀ ବିଦୁରଙ୍କ ଗୁପ୍ତଚର ତାଙ୍କୁ ଏ ସୂଚନା ଅବଶ୍ୟ ଦେଇଥିବେ। କିନ୍ତୁ ସମୁଦି ହେଇଥିବା ହେତୁ ମହାରାଜ ଧୃତରାଷ୍ଟ୍ର ଏପର୍ଯ୍ୟନ୍ତ କୌଣସି ରାଜଦୂତ ମୋ ନିକଟକୁ ପଠାଇ ନାହାନ୍ତି। ଇଏ ବଡ଼ ଆଶ୍ଚର୍ଯ୍ୟ କଥା। ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି ମହାରାଜ? ହସ୍ତିନାପୁର ରାଜ୍ୟରେ ଯେଉଁଠି ଗୋଟାଏ ପଟରେ ମହାତ୍ମା ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ ବିଦୁରଙ୍କ ଭଳି ପରାକ୍ରମୀ ବୀର ରହିଛନ୍ତି, ସେଇଠି ଅନ୍ୟ ପଟରେ ଦୁର୍ଯ୍ୟୋଧନ ଏବଂ ଶକୁନି ଭଳି ଲୋକ ତ ଅଛନ୍ତି। ତାହେଲେ ବିଳମ୍ବ ନିମିତ୍ତ ଆଶ୍ଚର୍ଯ୍ୟ କାହିଁକି? ଆପଣ ସମ୍ପୂର୍ଣ୍ଣ ଠିକ୍ କହିଛନ୍ତି ଯଦୁକୁଳ ଶିରୋମଣି। ସେମାନେ କାହିଁକି ଚାହିଁବେ ଯେ ପାଣ୍ଡବଙ୍କ ଶକ୍ତି ବୃଦ୍ଧି ହଉ ବା ସେମାନଙ୍କୁ କାହାର ସହାୟତା ମିଳୁ? ଏକଥା ସତ ମହାରାଜ, କିନ୍ତୁ ପାଣ୍ଡବଙ୍କର ଜୀବିତ ରହିବାର ସମାଚାର କୌଣସି ସାଧାରଣ କଥା ନୁହଁ। ଏ ସୂଚନା ତ ଶାନ୍ତ ଥିବା ସମୁଦ୍ରରେ ଆକସ୍ମିକ ଜୁଆର ଆସିବାର ସୂଚନା ଭଳି। କୌରବମାନେ ନିଶ୍ଚିନ୍ତ ହୋଇ ବସିଥିଲେ ଯେ ପାଣ୍ଡବଙ୍କର ଅନ୍ତ ହେଇଗଲା। ଆଉ ଦୁର୍ଯ୍ୟୋଧନ ତ ହସ୍ତିନାପୁରର ଯୁବରାଜ ବି ଘୋଷିତ ହେଇସାରିଥିଲା। ହଁ ମଧୁସୂଦନ, ମୁଁ ବି ତାର ଯୁବରାଜ ପଦ ପାଇବାର ସୂଚନା ପାଇଥିଲି। ଆଉ ସେ ଏହି ପଦ ବଦଳରେ ଦ୍ରୌପଦୀର ସ୍ୱୟଂବରକୁ ବି ଆସିଥିଲା। ତାହେଲେ ଆପଣ ଅଧୀର କାହିଁକି ହେଉଛନ୍ତି? ସମୟର ପ୍ରତୀକ୍ଷା କରନ୍ତୁ ନା। ମୁଁ ଅଧୀର ହଉନି। ମୁଁ ପାଣ୍ଡବଙ୍କ ପ୍ରତି ହେଇଥିବା ଏଭଳି ଅନ୍ୟାୟ ନିମିତ୍ତ ଚିନ୍ତାଗ୍ରସ୍ତ। ସେମାନଙ୍କୁ ସେମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସମ୍ମାନ ସହିତ ମିଳିବା ଉଚିତ। ଆପଣ ନିଶ୍ଚିନ୍ତ ରୁହନ୍ତୁ ମହାରାଜ, ମୋ ଉପସ୍ଥିତିରେ କେଉଁଠି ବି କୌଣସି ପ୍ରକାରର ଅନ୍ୟାୟ ହେଇପାରିବନି। କଣ ଜ୍ୟେଷ୍ଠ ଭ୍ରାତା? ମତେ ଏବଂ ମୋର ମାତାଶ୍ରୀଙ୍କୁ ଆପଣମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି ଯଦୁକୁଳ ଭୂଷଣ। ତାହେଲେ ବିଶ୍ୱାସମ୍ ଫଳଦାୟକମ୍ ବଡ଼ ଭାଇ। ଆପଣମାନେ କଳ୍ପନା କରନ୍ତୁ, ଯଦି ହସ୍ତିନାପୁରରୁ ଏଠାକୁ କୌଣସି ସନ୍ଦେଶ ନ ଆସେ ତେବେ? ତାହେଲେ ଆପଣ ଜାଣନ୍ତି ଯେ ମୁଁ ଯୁକ୍ତିରେ ନୁହଁ ଶକ୍ତିରେ ବି ପାଣ୍ଡବମାନଙ୍କୁ ଅଧିକାର ଦେବା ପାଇଁ ସମର୍ଥ। କିନ୍ତୁ ଆମର ଏ ମନ୍ତ୍ରଣାର ଲକ୍ଷ୍ୟ କ'ଣ? একথা ବି ଜାଣି ରଖିବା ଉଚିତ ଯେ ଆଗାମୀ ପଦକ୍ଷେପ କ'ଣ ହେବ। ପାଞ୍ଚାଳ ରାଜ୍ୟ ନିମନ୍ତେ ଆପଣଙ୍କର କି ଆଜ୍ଞା ଅଛି ଯଦୁକୁଳ ଶିରୋମଣି? ଏଇଆ ଯେ ଆମେ ଆଉ ଦିନେ ଦୁଇ ଦିନ ଅପେକ୍ଷା କରିବା। ହସ୍ତିନାପୁରରୁ କୌଣସି ସନ୍ଦେଶ ଆସିଲେ ତ ଠିକ୍ ଅଛି, ନଚେତ୍ ମୁଁ ନିଜେ ମହାରାଜା ଦ୍ରୁପଦଙ୍କ ସହିତ ହସ୍ତିନାପୁର ଯିବି, ଆଉ ସେଠାକାର ରାଜସଭାରେ ହିଁ ପାଣ୍ଡବଙ୍କ ପକ୍ଷ ପ୍ରସ୍ତୁତ କରିବି। କ'ଣ ଖବର ଅଛି ପ୍ରତିହାରୀ? ମହାରାଜଙ୍କର ଜୟ ହେଉ। ହସ୍ତିନାପୁରର ଜଣେ ଦୂତ ଏହି ମୁହୂର୍ତ୍ତରେ ମହାରାଜଙ୍କର ଦର୍ଶନ କରିବାକୁ ଅନୁମତି ଚାହୁଁଛି। ତାଙ୍କୁ ଡାକ।
ପାଞ୍ଚାଳ ରାଜ୍ୟର ମହାପ୍ରତାପୀ ସମ୍ରାଟ କୁରୁ ଦେଶର ରାଜଦୂତର ପ୍ରଣାମ ସ୍ୱୀକାର କରନ୍ତୁ। ସ୍ୱୀକାର କରୁଛି। କୁହ ରାଜଦୂତ, ହସ୍ତିନାପୁର ରାଜ୍ୟରେ ସବୁ କୁଶଳ ତ? ସମ୍ପୂର୍ଣ୍ଣ କୁଶଳ ମହାରାଜ। ମହାପ୍ରତାପୀ ସୂର୍ଯ୍ୟବଂଶୀ ସମ୍ରାଟ ଧୃତରାଷ୍ଟ୍ର ଆପଣଙ୍କୁ ଅଭିବାଦନ ଜଣାଇଛନ୍ତି। ମୋର ବି ତାଙ୍କୁ ଅଭିବାଦନ ଜଣାଇଦେବ ରାଜଦୂତ। ଆଉ ଆପଣଙ୍କୁ ବି ରାଜକୁମାରୀଙ୍କ ବିବାହର ବଧେଇ ଜଣାଇଛନ୍ତି। ତାଙ୍କୁ ମୋ ତରଫରୁ ଧନ୍ୟବାଦ ରାଜଦୂତ। ଆଉ କିଛି କହିନାହାନ୍ତି? କହିଛନ୍ତି ମହାରାଜ, ସେ ନିଜ ଭାଇ ମହାତ୍ମା ପଣ୍ଡୁଙ୍କ ପୁତ୍ରଙ୍କୁ ଆଶୀର୍ବାଦ ଦେଇଛନ୍ତି। ସେ ଏ ସୂଚନା ବି ପଠାଇଛନ୍ତି ଯେ ନିଜର ପୁତ୍ରବଧୂଙ୍କ ସ୍ୱାଗତ ନିମନ୍ତେ ଅତ୍ୟନ୍ତ ଉତ୍ସୁକ। ସେଥିପାଇଁ ସେ ମହାରାଜ ଦ୍ରୌପଦୀଙ୍କୁ ପ୍ରାର୍ଥନା କରିଛନ୍ତି ଯେ ସେ ନିଜର ପୁତ୍ରୀ ଦ୍ରୌପଦୀଙ୍କୁ ବିଦାୟ ଦେଇ ତାଙ୍କୁ ନିଜ ଶ୍ୱଶୁରାଳୟ ଯିବାକୁ ଅନୁମତି ଦିଅନ୍ତୁ ମହାରାଜ। ହସ୍ତିନାପୁରର ରାଣୀ ନିବାସ ନିଜର ନୂଆ ରାଣୀଙ୍କର ଦର୍ଶନ ନିମନ୍ତେ ବ୍ୟାକୁଳ ମହାରାଜ। ସେଥିପାଇଁ ମୁଁ ମହାମନ୍ତ୍ରୀ ବିଦୁରଙ୍କ ଆଜ୍ଞାରେ ରାଜଚିତ ଏବଂ ମାଙ୍ଗଳିକ ଆଭୂଷଣ ସହିତ ଆପଣଙ୍କ ନିକଟକୁ ଆସିଛି। ରାଜଦୂତ, ମୁଁ ତମ ମହାରାଜ ଧୃତରାଷ୍ଟ୍ରଙ୍କ ପ୍ରସ୍ତାବ ସ୍ୱୀକାର କରୁଛି। ପ୍ରଥମେ ତମେ ଯାତ୍ରାର କ୍ଳାନ୍ତି ମୋର ଅତିଥିଶାଳାରେ ବିଶ୍ରାମ କରି ମେଣ୍ଟାଅ। ଯଥା ଆଜ୍ଞା ମହାରାଜ। ମୁଁ କହୁଥିଲି ନା, ଧୈର୍ଯ୍ୟର ଫଳ ଅତ୍ୟନ୍ତ ମିଠା ହେଇଥାଏ ପାଞ୍ଚଳ ନରେଶ। ଆପଣ ଠିକ କହୁଥିଲେ ପାଞ୍ଚଳ ମଧୁସୂଦନ। ଆପଣ ଅନ୍ତର୍ଯ୍ୟାମୀ, ସବୁ କିଛି ଜାଣିବି ନ ଜାଣିଲା ଭଳି ଅଭିନୟ କରୁଛନ୍ତି। ଆଉ କଣ ଆଜ୍ଞା ଅଛି ମହାରାଜ? ଆଜ୍ଞା ନୁହଁ, ବାସ୍ ଗୋଟେ ମିନତି। କଣ ସେଇଟା? ଏଇଆ ଯେ ଆପଣ ମୋ ପୁତ୍ରୀ ସହିତ ଭାଇ ଭଉଣୀର ସମ୍ପର୍କ ଯୋଡ଼ିଛନ୍ତି। ଆପଣ ବି ଦୃଷ୍ଟଦ୍ୟୁମ୍ନ ସହିତ ହସ୍ତିନାପୁର ଯାଆନ୍ତୁ ପ୍ରଭୁ। ଯଥା ଆଜ୍ଞା ମହାରାଜ। ଜୟ ଯୁବରାଜ ଯୁଧିଷ୍ଠିରଙ୍କର, କୁମାର ଅର୍ଜୁନଙ୍କର, ଯୁବରାଜ ଯୁଧିଷ୍ଠିରଙ୍କର, କୁମାର ଅର୍ଜୁନଙ୍କର, ଯୁବରାଜ ଯୁଧିଷ୍ଠିରଙ୍କର, କୁମାର ଅର୍ଜୁନଙ୍କର, ଯୁବରାଜ ଯୁଧିଷ୍ଠିରଙ୍କର, କୁମାର ଅର୍ଜୁନଙ୍କର, ଯୁବରାଜ ଯୁଧିଷ୍ଠିରଙ୍କର, କୁମାର ଅର୍ଜୁନଙ୍କର। ପାଞ୍ଚ କୁମାରଙ୍କ ସଙ୍ଗେ ଦ୍ରୌପଦୀଙ୍କୁ ହରିଣ ଶ୍ରୀକୃଷ୍ଣ ଚଳନ୍ତି ରଥେ। ହରିଣ ଶ୍ରୀକୃଷ୍ଣ ଚଳନ୍ତି ରଥେ। ସାରା ନଗରରେ ଉଛୁଳେ ଆନନ୍ଦ, ପୁଷ୍ପ ବୃଷ୍ଟି ହେଉଥାଏ ଯେ ପଥେ। ପୁଷ୍ପ ବୃଷ୍ଟି ହେଉଥାଏ ଯେ ପଥେ। ନବବଧୂକୁ ଯେ କରନ୍ତି ସ୍ୱାଗତ, ନବବଧୂକୁ ଯେ କରନ୍ତି ସ୍ୱାଗତ। ଝରି ପଡ଼େ ଶୁଭ କାମନା ଯେତେ। ଜୟ ଜୟକାର ଶୁଭୁଥାଏ ପୁଣି ପାର୍ଥଙ୍କର ପ୍ରଭୁ କୃଷ୍ଣଙ୍କ ସାଥେ। ଜୟ ଜୟକାର ଶୁଭୁଥାଏ ପୁଣି ପାର୍ଥଙ୍କର ପ୍ରଭୁ କୃଷ୍ଣଙ୍କ ସାଥେ। ମୁଁ ଏକଥାରେ ସମ୍ପୂର୍ଣ୍ଣ ଆନନ୍ଦିତ ଯେ ମୋତେ ମୋର ପୁତ୍ରମାନେ ସୁରକ୍ଷିତ ମିଳିଲେ। ନିଶ୍ଚୟ ମହାରାଜ, ଏ ଅବସର ହସ୍ତିନାପୁରର ପ୍ରଜା ଏବଂ ରାଜ ପରିବାର ଦୁହିଁଙ୍କ ପାଇଁ ମରୁଭୂମିରେ ମଧୁର ଜଳର ସ୍ରୋତ ମିଳିବା ଭଳି ଆନନ୍ଦଦାୟକ। ରାଜନୈତିକ ଦୃଷ୍ଟିକୋଣରୁ ବି ଆମ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ହେଇଗଲା। ଆମକୁ ପାଞ୍ଚଳ ଭଳି ସମୃଦ୍ଧଶାଳୀ ରାଜ୍ୟର ସମ୍ବନ୍ଧୀ ହେବାର ଗୌରବ ମିଳିଗଲା। ଆନନ୍ଦର ଏ ଅବସରରେ ଯଦି ଅନ୍ୟଥା ନ ଭାବନ୍ତି ତାହେଲେ ଗୋଟେ କଥା କହିବି ମହାରାଜ। ଅବଶ୍ୟ ଅବଶ୍ୟ ଯଦୁକୁଳ ଭୂଷଣ, ଅବଶ୍ୟ। ମହାରାଜ, ଏବେ ତ ପାଣ୍ଡବଙ୍କ ପରିବାର ରକ୍ଷା ପାଇଗଲା। ଧୀରେ ଧୀରେ ସେମାନଙ୍କର କୁଳ ବି ବୃଦ୍ଧି ଘଟିବ। ସେଥିପାଇଁ ହସ୍ତିନାପୁର ରାଜ୍ୟରେ ସେମାନଙ୍କୁ ଅଂଶୀଦାର କରିବା ଉଚିତ ହେବ। ଅଂଶୀଦାର? ଅଂଶୀଦାର କାହିଁକି? ସେମାନେ ମୋର ପୁତ୍ର। ପିତା ଏବଂ ପୁତ୍ର ମଧ୍ୟରେ ଏ ଅଂଶୀଦାରୀ କ'ଣ ପାଇଁ? ଅଂଶୀଦାରୀର ଅର୍ଥ ହେଉଛି ସେମାନଙ୍କର ସ୍ୱତନ୍ତ୍ର ସତ୍ତା, ସେମାନଙ୍କର ବ୍ୟକ୍ତିତ୍ୱକୁ ପରିପ୍ରକାଶିତ ହେବାକୁ ସୁଯୋଗ ଦେବା।
ଆଉ ଏହା ହିଁ ତ ପରମ୍ପରା ମହାରାଜ। କିନ୍ତୁ ଏ କଥାରେ ଆଶଙ୍କା କ'ଣ ପାଇଁ? ପାଣ୍ଡବ ଆମ ବଂଶର ରାଜପୁତ୍ର, ସେଥିପାଇଁ ସମସ୍ତ ରାଜ୍ୟ ଉପରେ ସେମାନଙ୍କର ଅଧିକାର ରହିଛି, ଯେମିତି ମୋର ଅନ୍ୟ 100 ପୁତ୍ରଙ୍କର ଅଛି। ଯଦୁନନ୍ଦନଙ୍କର ଇଙ୍ଗିତ ବି ସେଇ ଲକ୍ଷ୍ୟରେ ମହାରାଜ। ବିଦୁର, ତୁମେ ପରିଷ୍କାର ଭାବେ କାହିଁକି କହୁନ ତୁମେ ମୋ ଦ୍ୱାରା କ'ଣ କରିବାକୁ ଚାହୁଁଛ? ନ୍ୟାୟ, ଏହାଠୁ ଅଧିକ ଆଉ କ'ଣ ମହାରାଜ? ଏ କଥାର ଅର୍ଥ କ'ଣ? ମୁଁ କ'ଣ ଏପର୍ଯ୍ୟନ୍ତ ନ୍ୟାୟ କରିନି? କୌରବ ଏବଂ ପାଣ୍ଡବଙ୍କ ପ୍ରତି ମୋର ସ୍ନେହରେ ମୁଁ କିଛି ପକ୍ଷପାତ କରିଛି ନା କ'ଣ? ଆପଣ ତ ସର୍ବଦା ପାଣ୍ଡବଙ୍କ ହିତ ପ୍ରତି ଧ୍ୟାନ ଦେଇଛନ୍ତି ମହାରାଜ। ତାହେଲେ ହସ୍ତିନାପୁର ରାଜ୍ୟକୁ ଦୁଇଟି ସମାନ ସମାନ ଭାଗରେ ବାଣ୍ଟି ଦେବାର ଅସୁବିଧା କୋଉଠି? ନଗର ବି ବାଣ୍ଟି ଦିଆଯାଇପାରେ। ତେବେ ପାଞ୍ଚାଳର ଯୁବରାଜ ମୋ ରାଜ୍ୟ ବିଭାଜନ କରିବା ପାଇଁ ଆସିଛନ୍ତି। नीरव आगे चलो तुम अमर स्त्री। ଚାଲ ଭଣଜା, କିଛି ନାହିଁ, ଚାଲ। ଇଏ ହସ୍ତିନାପୁର ନୁହଁ, ଯୋଉଠିକି ନ ଦେଖି ନ ଚାହିଁ ଚାଲି ପାରିବ। ଇଏ ତ ଇନ୍ଦ୍ରପ୍ରସ୍ଥ ମହଲ, ଇନ୍ଦ୍ରପ୍ରସ୍ଥ, ଯୋଉଠି ଆଖି ଖୋଲା ରଖି ଚାଲିବାକୁ ହୁଏ। ଆଜିର ଏ ହସର ତତେ ମୂଲ୍ୟ ଦେବାକୁ ପଡିବ। ମୂଲ୍ୟ ଦେବାକୁ ପଡିବ। ମହାରାଜ, ମତେ ଏବେ ଆଜ୍ଞା ଦିଅନ୍ତୁ। ଆରେ ଏତେ ଶୀଘ୍ର କାହିଁକି? କେତେ ଦିନ ହେଲାଣି ଆମେ ଦୁଇ ଜଣ ଯାକ ଦ୍ୱାରିକାରୁ ବାହାରେ ଅଛୁ। ସେଠାକାର ଶାସନ ତ ସମ୍ଭାଳିବାକୁ ହବ ନା। ତମକୁ ବଳରାମ ମିଳିଛନ୍ତି। ବଳରାମ ତାଙ୍କର ଖୁବ୍ ଚାଟୁକ୍ତିକର। ଯେମିତି ବି ହଉ ପଛକେ ତମକୁ ତାଙ୍କୁ ଗୁରୁ କରିବାକୁ ହବ।
ଦୁର୍ଯ୍ୟୋଧନ ତମେ ଏ କଣ କରୁଛ? ସିଏ ତ ନିଜ ଦେବତାଙ୍କୁ ପୂଜା କରୁଛି ଦ୍ୱାରିକାଧୀଶ ପୂଜା। ଦୁର୍ଯ୍ୟୋଧନ ତମର ବିନମ୍ରତାରେ ମୁଁ ପ୍ରଭାବିତ ହେଇଛି। ଦୁର୍ଯ୍ୟୋଧନ ଆଜିଠାରୁ ତମେ ମୋର ଶିଷ୍ୟ ହେଇଗଲ। ମୁଁ ତ ଶକୁନି ମାମୁଙ୍କର ଲୀଳା ଦେଖି ହସି ଚାଲିଥିଲି ରୁକ୍ମିଣୀ। ଶକୁନି ମାମୁଁ କଣ କଲେ ସେ? ସେ ଏମିତି ବଶୀଭୂତ କରିଛନ୍ତି ଯେ ବଳରାମ ଭାଇ ଦୁର୍ଯ୍ୟୋଧନକୁ ନିଜର ଶିଷ୍ୟ ବି କରିସାରିଲେଣି। ଭାଇ ଭାଇଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାର କୁଟିଳ ଚାଲ ଶକୁନି କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ଖେଳି ଚାଲିଥିଲା। ଆଉ ଆଜି ପୁଣି ସେ ସେଇ ଚାଲ କୃଷ୍ଣ ଏବଂ ବଳରାମଙ୍କ ସହିତ ଖେଳୁଛି। ସମ୍ଭାଳିକି ଭଣତ ସମ୍ଭାଳିକି। ଦୁର୍ଯ୍ୟୋଧନ ଗଦା ଯୁଦ୍ଧରେ ବି କିଛି ନିୟମ ଅଛି। ଯାହା ହାତରେ ଗଦା ନଥାଏ ତା ଉପରେ ପ୍ରହାର କରିବନି। ନିଅ ଆସ। ଦୁର୍ଯ୍ୟୋଧନ ଗୋଟାଏ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଯେ ଗଦା ଯୁଦ୍ଧ କରୁଥିବା ଯୋଦ୍ଧାର କଟି ତଳକୁ କେବେ ବି ପ୍ରହାର କରିବନି। ଅତି ସୁନ୍ଦର ଭଣଜା, ଅତି ସୁନ୍ଦର ଭଣଜା। ଏବେ ତମକୁ ବହୁତ କିଛି ଶିଖିବାକୁ ହବ ଜ୍ୟେଷ୍ଠ ଭ୍ରାତାଙ୍କ ଠାରୁ। ଶକୁନି ମାମୁଁ ଦୁର୍ଯ୍ୟୋଧନ ଅବଶ୍ୟ ଶିଖିବ। ମୋ ଶିଷ୍ୟ ଶ୍ରେଷ୍ଠ ଗଦାଧାରୀ ହବ। ବଂଶୀଧର ବଇଁଶୀ ବଜାଇବା କାହିଁକି ବନ୍ଦ କରିଦେଲ? ତମ ବଇଁଶୀର ସ୍ୱର ସତରେ କେତେ ସୁନ୍ଦର। ଯେମିତି ତୁମ ଧନୁରୁ ଲକ୍ଷ୍ୟଭେଦୀ ତୀର ସେ ନା? ମୋ ଧନୁରୁ ବାହାରୁଥିବା ତୀର ଶତ୍ରୁକୁ ରକ୍ତାକ୍ତ କରେ, କିନ୍ତୁ ତୁମ ବଇଁଶୀରୁ ସ୍ଫୁରିତ ହେଉଥିବା ମଧୁର ଧ୍ୱନି ତାହା ଶତ୍ରୁକୁ ବି ସମ୍ମୋହିତ କରିଥାଏ। ପାର୍ଥ, ସେଥିପାଇଁ କିନ୍ତୁ ତମେ ଧନୁ ତ୍ୟାଗ କରି ହାତରେ ବଇଁଶୀ ଧରି ନେବନି। ଯେତେବେଳେ ତମେ ଧନୁ ତମ ହାତରେ ଧାରଣ କରିଥାଅ ସେତେବେଳେ ଧନୁ ଶତ୍ରୁକୁ ଏକ ଦିବ୍ୟ ଅସ୍ତ୍ର ଭଳି ଦୃଶ୍ୟ ହେଇଥାଏ। ପାର୍ଥ, ଏବେ ଭବିଷ୍ୟତ ବିଷୟରେ ଚିନ୍ତା କର ଆଉ ନୂଆ ନୂଆ ଅସ୍ତ୍ର ସଂଗ୍ରହ କରି ଅସ୍ତ୍ର ଶସ୍ତ୍ରରେ ପାରଙ୍ଗମ ହେଇଯାଅ। ବାସୁଦେବ, ତମେ ବି ତ ଜଣେ ମହାନ ଯୋଦ୍ଧା, କିନ୍ତୁ ମୁଁ ତମକୁ କେବେ ବି ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାର ଦେଖିନି। ତମେ ଅସ୍ତ୍ରରେ କମ୍ ଆଉ ବୁଦ୍ଧିରେ ଅଧିକା କାମ କରିଥାଅ। ପ୍ରିୟ ମିତ୍ର ଅର୍ଜୁନ, ଯେତେବେଳେ ତୁମ ଭଳି ବିଶ୍ୱର ସର୍ବଶ୍ରେଷ୍ଠ ଧନୁର୍ଦ୍ଧାରୀ ମୋର ମିତ୍ର ଆଉ ମୋ ନିକଟରେ ପାଣ୍ଡବଙ୍କ ସାମର୍ଥ୍ୟ ରହିଛି ଆଉ ବଳରାମଙ୍କ ଭଳି ସମର୍ଥ ଯୋଦ୍ଧା ମୋର ଭାଇ, ସେତେବେଳେ ମୋର ଅସ୍ତ୍ର ସଂଗ୍ରହ କରିବାର କଣ ଆବଶ୍ୟକତା ରହିଛି ଅର୍ଜୁନ? ଗୋଟାଏ କଥା କହିବି ମୁକୁନ୍ଦ। କୁହ। ଆପଣ ଆଉ ଭୀମ ଭାଇ ପୁରା ଏକା ଭଳି। କେମିତି? ଭୀମ ଭାଇଙ୍କର ବି ତାଙ୍କ ବାହୁବଳ ଉପରେ ବହୁତ ଅଭିମାନ ରହିଛି, ତାଙ୍କୁ ନିଜର ବାହୁବଳ ପ୍ରତି ବିଶ୍ୱାସ ରହିଛି। ସେଇଭଳି କେଶବ, ତମକୁ ନିଜର ବୁଦ୍ଧି ଉପରେ ବିଶ୍ୱାସ ରହିଛି। କେବଳ ଏଇ କାରଣରୁ ତମେ ନିଜର ବାହୁବଳ ପ୍ରୟୋଗ କରିବା ପୂର୍ବରୁ
ନିଜର ବୁଦ୍ଧି ବଳ ପ୍ରୟୋଗ କରିଥାଅ। ଆଜି କଥା କଣ ତମେ ଆଜି ପ୍ରଶଂସା ପରେ ପ୍ରଶଂସା ମୋର କରି ଚାଲିଛ। ଆଚ୍ଛା ଏ କଥା କହିଲ ତମେ ଆମର ଏ ଦ୍ୱାରିକା ନଗରୀକୁ ଭଲ ଭାବେ ଦେଖିଲଣି ନା ନାହିଁ? ଆମ ଦ୍ୱାରିକା ତମକୁ କେମିତି ଲାଗିଲା? ତମ ଭଳି ମନମୋହକ। କାହାର ମନ ମୋହିବା କଥା ପଡିଛି ଅର୍ଜୁନ? ଭାଉଜ ସତ କଥା ହଉଛି ଯେ କୃଷ୍ଣ କହୁଥିଲେ କି ତମେ ତାଙ୍କ ମନକୁ ମୋହି ନେଇଛ। ଆଉ ଏ କଥା ବି କହୁଥିଲେ ଯେ ଦ୍ୱାରିକା ତୁମ ଭଳି ମନମୋହକ। କଥା କଣ ଅର୍ଜୁନ? ଆଜି ବଡ ମଧୁର କଣ୍ଠରେ କଥା କହୁଛ। ଶ୍ରୀକୃଷ୍ଣଙ୍କର ବଇଁଶୀଟା ଶୁଣି ନେଇଛି ତ। ରୁକ୍ମିଣୀ ଆଜି ଅର୍ଜୁନ ତମ କଥାରେ କେବେ ଫସିବେନି। ହଁ ଆଚ୍ଛା ତାହେଲେ ମୁଁ ଆସୁଛି ବାସୁଦେବ। କେଉଁଠିକି ଯାଉଛ? ବାସୁଦେବ ମୁଁ ଶିକାର କରିବାକୁ ଯାଉଛି। ଆଜ୍ଞା ଦିଅନ୍ତୁ ଭାଉଜ। ଆରେ ଅର୍ଜୁନ ତ ଚାଲି ଯାଉଛନ୍ତି। ଠିକ ଅଛି ଯିବାକୁ ଦିଅ। ଯିବାକୁ ଦେବି? କେମିତି ଯିବାକୁ ଦେବି? ଆପଣ ଚାହାନ୍ତି ନା ସୁଭଦ୍ରାଙ୍କ ବିବାହ ଅର୍ଜୁନଙ୍କ ସହିତ ହଉ? ସେଇ ଇଚ୍ଛା ତ ମୋର ଅଛି। ତେବେ ଏଇ ଇଚ୍ଛା ସେତେବେଳେ ସଫଳ ହେବ ଯେତେବେଳେ ଅର୍ଜୁନ ଏବଂ ସୁଭଦ୍ରା ଦୁହେଁ ପରସ୍ପରକୁ ଦେଖିବେ। ସେମାନଙ୍କ ମନରେ ପରସ୍ପର ପ୍ରତି ଆକର୍ଷଣ ସୃଷ୍ଟି ହେବ। କିନ୍ତୁ ଆଜି ପର୍ଯ୍ୟନ୍ତ ନା ତ ଅର୍ଜୁନ ସୁଭଦ୍ରାଙ୍କୁ ଦେଖିଛନ୍ତି ନା ସୁଭଦ୍ରା ଅର୍ଜୁନଙ୍କୁ। ତାହେଲେ ଦୁହିଁଙ୍କ ମିଳନ ହବ କେମିତି? ରୁକ୍ମିଣୀ ହେଇଯିବ। ଆରେ କେମିତି ହବ? ସୁଭଦ୍ରା ରେବତ ପର୍ବତ ଉପରକୁ ସଖୀମାନଙ୍କ ସହିତ କ୍ରୀଡ଼ା କରିବାକୁ ଯାଇଛନ୍ତି ଆଉ ଅର୍ଜୁନ ସବୁଦିନ ଶିକାର କରିବାକୁ ଯାଉଛନ୍ତି। ତାହେଲେ ଏ ଦୁହିଁଙ୍କ ମଧ୍ୟରେ ମିଳନ ଘଟିବ କେମିତି? ସାରଥୀ ରଥ ରଖ। जाओ सखी हरिण को नहीं आस। रही जातु ए हरिण मोर। ना सखी ए हरिण मोर उठी आण ताकू। यह केमिति संभव? देवी ए हरिणर शिकार मु करिछि। एथिपई
ए हरिण मोर। ये आपणकर भ्रम। हरिण को शिकार मु करिछि सेथिपई हरिण मोर। मो तीर बाजिबारु ही ए हरिण मरिची। ये भी आपणकर भ्रम महाशय। मोर तीर बाजिबारु हरिणर मृत्यु हेछि। आउ हरिण उपरे अधिकार मोर सेथिपई हरिण को मु नै जिबि। ए सुंदरीर सौंदर्य मनमोहक या नयनर तीर मते रक्ताक्त कर सारलाणी। किए सुंदरी या को आज देखि सारिबा परे मो मनरे प्रेमर तृष्णा वृद्धि पाउछि। सखी नै आस से हरिण को। देवी मु नारी सह कदापि युद्ध करेनि, किंतु ए हरिण निमंते मु अवश्य युद्ध करिबि। सुंदरीर क्रोध भी सतरे केते सौंदर्यपूर्ण। देवी हरिण मो शिकार आउ सेथिपई मु तुमको हरिण रवाकू देवी नहीं। प्रथमे निज धन रे तीर जोखिबा शिख, तापर हम राजकुमारी सहित युद्ध करिब। आपण द्वारिकावासी भली लागुनाहांती तो हुए तो सेइथिपई हम राजकुमारी सहित युद्ध करिबार धृष्टता करिसंती। तमे कोन केबे धनुर्धरी अर्जुन को नाम सुनिन? अर्जुन की अर्जुन? अर्जुन को आपण जानि नाहांती? ए जगतर श्रेष्ठ धनुर्धर शत्रुजयी अर्जुन। से भी हम राजकुमारी को सम्मुख रे तिष्टि पारिबनी। आ तुमे बा को धनुर्धर जे? अच्छा देवी ताहले हरिण आपणकर। सखी हरिण को उठे आण। अर्जुन मु जहा किछि भी सुनिले से सब कोन सत? कौन सुनिले आपण? जणे कन्या तमको पराजित करिदेला। ये मु कौन सुनुची पार्थ? हाँ अर्जुन तेबे तमे केमिति पराजित हेलो? कौन से सुंदरी थिला? हाँ भाउज बहुत।
ଏବେ ଜଣାଗଲା ଯେ ତୀରରେ ତମେ କେବେ କ୍ଷତ ବିକ୍ଷତ ହୁଅନି, କିନ୍ତୁ ସୁନ୍ଦରୀଙ୍କ ନୟନରୁ ଯୋଉ ତୀର ଚାଲିଥାଏ ସେଥିରେ ତୁମେ ଅବଶ୍ୟ କ୍ଷତ ବିକ୍ଷତ ହେଇଥାଅ। ହଁ ତ ଅର୍ଜୁନ, ଏଥର କୁହ ଯେ କିଏ ସେ? ମୁଁ ତ ତାଙ୍କୁ ଚିହ୍ନିନି। ଲାଗୁଛି ରେତକ ପର୍ବତରେ ଯେଉଁ ଉତ୍ସବ ଅନୁଷ୍ଠିତ ହେଉଛି ସେଥିପାଇଁ କୌଣସି ପ୍ରଦେଶରୁ କେହି ରାଜକୁମାରୀ ଆସିଛନ୍ତି।
अरे गला अरे हे ये चमत्कार अरे असंभव ये अरे वाह अरे वाह अरे वाह अरे आश्चर्य कथा ये अरे ये असंभव कथा वाह अरे ये तो देखुई कहते धनुर्धारी हां ठीक कथा वाह वाह की चमत्कार अरे क्या धनुर्धारी तो मु देखी भी केबे अरे वाह अरे केबे देखि नतले तम सखी मते धनुरे तीर जखिबार विद्या शिखिबाकू कहिथिले। ମୁଁ କହିଥିଲି ନା ଯେ ସୁଭଦ୍ରା ପାଇଁ ବର ଖୋଜିବାର କୌଣସି ଆବଶ୍ୟକତା ପଡ଼ିବନି। ବର ସ୍ୱୟଂ ଦ୍ୱାରିକା ଚାଲି ଆସିବ। अच्छा एबे बुझी पारिली आपण सुभद्रार विवाह अर्जुन सहित करई देबे। तेबे केमिति लागिला सुभद्रार बर? सब किछि चुपचाप निष्पत्ति करंती आपण आउ बाहाना एमिति करंती जेमिति किछि जानंतीनी। भाऊजा भद्रा भाऊजा सुभद्रा तमर किछि हेइनी तो? सुभद्रा भयरे एठी थरुचंती आ आपण हसुचंती। अरे तमे मो ऊपर काहेकि क्रोधित होउछ? मु तो कोनोसी अपराध करिनी ना। अपराध तो करिछि से हाथी। भाई हाथी आतंक सृष्टि करुथिला आ तमे दर्शक भଳି देखुथिला। अरे मो गेल्हा भौणी बेले बेले दर्शकर भूमिका भी नबाकू पड़े। दर्शक हेबारे गोटे स्वतंत्र आनंद थाए। जदी जदी से हाथी मते उठी फोपाड़ी देथांत ताहाले। अरे रुक्मिणी बुझाओ ना तम अली अली ननंद को। मु छोट पिला नुहे भाई जे तमे मते भाउजन को बुझेबा पई कहबो। पिला नुह बोली तो मु दर्शक भଳି छिड़ा ही देखुथिली। देखो सुभद्रा तम भाई एक कथा जानी थिले जे हाथी तम छाया को भी स्पर्श करि परिबनी। काहेकि काहेकि ना तुमको रक्षा करबा पई अजय धनुर्धर पार्थ थिले ना। पार्थ अर्थात कुंती पुत्र अर्जुन। हाँ सुभद्रा तीनी लोकरे जहार समकक्ष हेबा पई कौन से धनुर्धर नाहंती सेही कुंती पुत्र अर्जुन। हाँ मो सखा अर्जुन। ए हरिण मो शिकार आउ सेथिपई मु तुमको ए हरिण नबाकू देबिनी।
एबे तो तू मानि जीवु जे दर्शक ही किछि देखिबारे भी एक अकथनीय आनंद रही थाए। सुभद्रा अचानक तुम गालरे ए इंद्रधनुर छाया केमती दृश्य हेउची? भाउज तमे उचित समय आसीच अर्जुन। अर्जुन एबे सरसंधान सेतिकी थाओ। अर्जुन आस मु तुमको परिचय करी दउची। ये मोर अली अली भौणी सुभद्रा। तमर भौणी? हाँ आ सुभद्रा ये हेले द्रोण शिष्य कुंती पुत्र अर्जुन। या वाह दुर्योधन वाह वाह अति सुंदर। दुर्योधन बहु शीघ्र तमें गदा युद्ध कला शिक्षा कल। तम भली शिष्य पाई मो निजको गर्व अनुभव करुछि। किंतु द्वारिकाधीश ये तो आपण को अपमान करिछि। आपण को भावना अनुचित शकुनी मामू। शिष्य ठू पराजित होगा ठारू आउ तुम गुरुदक्षिणा कौन पाई पारे? मु दुर्योधन निमंते गर्वित। दुर्योधन अति शीघ्र तमे दुनियार सर्वश्रेष्ठ गदाधारी हव, यशस्वी भव। दुर्योधन जहाँ भी किसी शिक्षा तमर बाकी रही ताको मु खूब शीघ्र पूरण करदेवी। चारि आउ एक पांचे पांचे भणजा माने पांच पांडव। आज मु अति खुशी भणजा, अति खुशी। कहीं कि ना तमे अर्धेक युद्ध जीति सारिच। मौश्री
ଆପଣ ଚିନ୍ତା କରନ୍ତୁନି, ମୁଁ ଏ ଗଦାରେ ପଞ୍ଚୁ ପାଣ୍ଡବଙ୍କୁ ତିଳ ତିଳ କରି ହତ୍ୟା କରି ବାକି ଥିବା ଅର୍ଦ୍ଧେକ ଯୁଦ୍ଧ ବି ଜିତିଯିବି। ନାଇଁ ଭଣଜା ନାଇଁ, ଏତେ ବ୍ୟଗ୍ର ହେଲେ ଆମର ଲାଭ ବଦଳରେ କ୍ଷତି ବି ହେଇପାରେ। ମନେ ରଖ, ଯୁଦ୍ଧ କେବଳ ଲଢିକି ଜିତି ହୁଏନି, ଏହା ତୁମ ଭ୍ରମ। ଯୁଦ୍ଧ ନୀତି ମାଧ୍ୟମରେ ହିଁ ଜିତି ହବ। ମୁଁ କିଛି ବୁଝିପାରିଲିନି ମାମାଶ୍ରୀ। କହୁଛି ମୋ ପ୍ରିୟ ଭଣଜା, କହୁଛି ଶୁଣ। ଆମେ ପାଣ୍ଡବଙ୍କୁ ଜାଳି ମାରିବାକୁ ଚେଷ୍ଟା କଲେ, ସେଥିରେ ସଫଳ ହେଲେନି। ସେମାନେ ତ ଏବେ ସମ୍ରାଟ ହେଇଗଲେଣି। ଯେତେବେଳେ ମୁଁ ଏ ଜୟ ଘୋଷ ଶୁଣୁଛି ଯେ ସମ୍ରାଟ ଯୁଧିଷ୍ଠିର ଆସୁଛନ୍ତି, ସେତେବେଳେ ମୋ ଭିତରେ କ୍ରୋଧର ଅଗ୍ନି ପ୍ରଜ୍ୱଳିତ ହେଉଛି। ମାମାଶ୍ରୀ, ମୁଁ ବି ସେଇ ଜ୍ୱାଳାରେ ଜଳୁଛି। ଏ ଦ୍ୱେଷ, ଏ କ୍ରୋଧକୁ ନିର୍ବାପିତ କରିବାର ଏକମାତ୍ର ଉପାୟ ହେଉଛି ପାଣ୍ଡବଙ୍କୁ ବିନାଶ କରିବା। ହଁ ଭଣଜା, ସେମାନଙ୍କୁ ସମୂଳେ ଧ୍ୱଂସ କରିବା। କିନ୍ତୁ ଏହା ସମ୍ଭବପର ନୁହଁ, କାହିଁକି ନା ସେମାନେ ଆହୁରି ଶକ୍ତିଶାଳୀ ହେଇଗଲେଣି। କାରଣ ବାସୁଦେବ ଶ୍ରୀକୃଷ୍ଣ ସେମାନଙ୍କ ସଖା ହେଇଗଲେଣି। ଦେଖ ଭଣଜା, ଯଦି ବଳରାମ ଆମ ପକ୍ଷକୁ ଚାଲି ଆସନ୍ତି, ତେବେ ଆମେ ପାଣ୍ଡବଙ୍କ ସହିତ ଶ୍ରୀକୃଷ୍ଣଙ୍କୁ ବି ହରେଇ ପାରିବା। କିନ୍ତୁ ମାମାଶ୍ରୀ, ବଳରାମ ଭାଇ କେମିତି ଆମ ପକ୍ଷ ହେବେ? ଆସିଯିବେ, ଅବଶ୍ୟ ଆସିବେ ଭଣଜା, ଅବଶ୍ୟ ଆସିବେ। ଯଦି ତୁମର ବିବାହ ବଳରାମଙ୍କ ଭଉଣୀ ସୁଭଦ୍ରା ସହିତ ହେଇଯାଏ, ତାହେଲେ। ସୁଭଦ୍ରା? ହଁ, ସୁଭଦ୍ରା। ସେତେବେଳେ ତମେ ଭାବିବ ଯେ ତମେ ସମ୍ପୂର୍ଣ୍ଣ ଯୁଦ୍ଧ ଜିତି ସାରିଛ। କଣ ଭାବୁଛ ଭଣଜା, କଣ ଭାବୁଛ? ସୁଭଦ୍ରା ସୁଶୀଳା, ସୁନ୍ଦରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଯେ ସେ ବାସୁଦେବ, କୃଷ୍ଣ ଏବଂ ବଳରାମଙ୍କ ଭଉଣୀ। ଗୋଟାଏ କଥା କୁହ ଦୁର୍ଯ୍ୟୋଧନ, ଜାଣିଛ ତୁମ ମା ମାନେ ମୋ ଭଉଣୀ ଗାନ୍ଧାରୀ ଏକଥା ଜାଣିବି ଯେ ଧୃତରାଷ୍ଟ୍ର ଅନ୍ଧ ହେଇ ବି ବିବାହ କାହିଁକି କଲେ? କାହିଁକି? କାହିଁକି ନା ହସ୍ତିନାପୁର ସାମ୍ରାଜ୍ୟ ତରଫରୁ ପିତାମହ ଭୀଷ୍ମ ଧୃତରାଷ୍ଟ୍ରଙ୍କ ନିମିତ୍ତ ଗାନ୍ଧାରୀର ହାତ ମାଗିଥିଲେ। ମୋ ପିତା ମନା କରିପାରିଲେନି। ଆଉ ଗାନ୍ଧାରୀ ଏକଥା ବି ଜାଣିଥିଲା ଯେ ଯଦି ସେ ମନା କରେ, ତେବେ ଭୀଷ୍ମ ତାକୁ ସ୍ୱୟଂବର ମଣ୍ଡପରୁ ଉଠେଇ ନେଇଯିବେ। ଆଉ ଭୀଷ୍ମଙ୍କୁ ରୋକିବାକୁ କେହି ବି ସାହସ କରିବେନି। ତାକୁ ହିଁ କହନ୍ତି ଶକ୍ତି, ତାକୁ ହିଁ କହନ୍ତି ନୀତି। ଏ ଉଦାହରଣ ଦ୍ୱାରା ମୁଁ ତମକୁ ଏଇ କଥା ବୁଝେଇବାକୁ ଚାହେଁ ଭଣଜା, ଯେ ଯଦି ତମର ବିବାହ ବଳରାମଙ୍କ ଭଉଣୀ ସହିତ ହେଇଯାଏ, ତେବେ ସେ କୃଷ୍ଣ ତମର କିଛି ବି କରିପାରିବନି। ସେଥିପାଇଁ ଆମେ ଯାହା କିଛି ବି କରିବା, ଖୁବ୍ ଶୀଘ୍ର କରିବା। କାରଣ ମୋ ଗୁପ୍ତଚର ମାନେ ଏ ସୂଚନା ଦେଇଛନ୍ତି ଯେ ଅର୍ଜୁନ ଦ୍ୱାରିକାରେ ପହଞ୍ଚି ଗଲାଣି। ସୁଭଦ୍ରା!
ସୁଭଦ୍ରା ସୁଭଦ୍ରା ଆରେ ହାତ ଛାଡ଼ ନା। ମୁଁ ଏ ହାତ ଛାଡ଼ିଦେବା ପାଇଁ ଧରିନି। ଯଦି ତମେ ଜନ୍ମ ଜନ୍ମାନ୍ତର ନିମନ୍ତେ ତମ ହାତ ମୋ ହାତରେ ଦେବ ତେବେ ମୁଁ ନିଜକୁ ଭାଗ୍ୟବାନ ମନେ କରିବି। ତାହେଲେ ତମେ ଭାଇଙ୍କ ସହ କଥା ହୁଅ ନା। ସୁଭଦ୍ରା ମୁଁ ଚକ୍ରବ୍ୟୁହକୁ ଭେଦ କରିପାରେ କିନ୍ତୁ କୃଷ୍ଣଙ୍କ ସହ ଏ ବିଷୟରେ ଆଲୋଚନା କରିପାରିବିନି। କୃଷ୍ଣ ମୋ ବିଷୟରେ କ'ଣ ଭାବିବେ ସେ କଥା ଭାବି ମୁଁ ଚିନ୍ତିତ। ଏ ବ୍ୟୁହକୁ କେମିତି ଭେଦ କରିହେବ ମୁଁ ନିଜେ ବି ବୁଝିପାରୁନି। କିଏ ଆସୁଛି? ସୁଭଦ୍ରା ଏଠାରେ ତ କେହି ନାହାନ୍ତି। ସୁଭଦ୍ରା 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 ସୁଭଦ୍ରାର ପ୍ରେମରେ ମୁଁ ପାଗଳ ହେଇଗଲିଣି। ଦିନରେ ବି ସ୍ୱପ୍ନ ଦେଖିଲିଣି। ହଁ ମୋର ତ 6 ଦରକାର ଜ୍ୟେଷ୍ଠ ଭ୍ରାତା। ପଢିଲେ ତ ହବ। ଦେଖ 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 5 ପଡ଼ିଗଲା। ମାମୁଁ ଲାଗୁଛି ଆଜି ଆପଣଙ୍କ ସମୟ ଭଲ ନାହିଁ। ଏବେ ମୋ ପାଳି। ହଁ ଖେଳନ୍ତୁ, ଆପଣ ଖେଳନ୍ତୁ। ମୋର ପଡ଼ିବ 4 ये 1 2 3 4। ମାମୁଁ ଆପଣ ତ ହାରିଗଲେ। ଜ୍ୟେଷ୍ଠ ଭ୍ରାତା ଏ ହାରିବାରେ ବି ଶାନ୍ତି ମିଳୁଛି କାହିଁକି ନା ମୁଁ ଜଣେ ବଡ଼ମାନଙ୍କଠୁ ହାରିଛି। ଆଚ୍ଛା ମାମୁଁ ଏବେ ମୋ କକ୍ଷକୁ ମୁଁ ପ୍ରତ୍ୟାବର୍ତ୍ତନ କରିବି। ଦୁର୍ଯ୍ୟୋଧନ କାଲି ଆମେ ଆଖଡ଼ାରେ ଭେଟ ହେବା। ଆରେ ମୁଁ ଦେଖିବାକୁ ଚାହୁଁଛୁ ଯେ ଏବେ ଗଧା ଯୁଦ୍ଧରେ ମୋ ଶିଷ୍ୟ କେତେ ପାରଙ୍ଗମ ହେଲାଣି। ଆସୁଛି। ମାମାଶ୍ରୀ ଆପଣ ହାରିଗଲେ। ଭଣଜା ମତେ ତ ଏ ହାରିବାରେ ତୁମ ବିବାହର ଶୁଭ ଶଙ୍ଖ ଶୁଭୁଛି। କାରଣ ବଳରାମଙ୍କୁ ମୁଁ ସବୁ ପ୍ରକାରରେ ଖୁସି ରଖିବାକୁ ଚାହୁଁଛି। କାହିଁକି ନା ମୁଁ ଚାହୁଁଛି ଯେ ଯେତେବେଳେ ସୁଭଦ୍ରାର ବିବାହ ପ୍ରସଙ୍ଗ ନେଇ ବଳରାମଙ୍କ ସହିତ ମୁଁ ପୋଷା ଖେଳିବି ସେତେବେଳେ ବିଜୟ ଆମର ହଉ। ହଁ ସୁଭଦ୍ରା